ମନ୍ଦିରରେ ପୂଜା କରି ନୂଆବର୍ଷକୁ ସ୍ୱାଗତ ଜଣାଇଲେ ଜନସାଧାରଣ। ବିଦାୟ ନେଇଯାଇଛି 2024 ବର୍ଷ। ଅନେକ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇ ଉତ୍କଳ ମାଟି ଅନେକ କିଛି ହରାଇଥିଲେ ମଧ୍ୟ ଅନେକ କିଛି ଦେଇଯାଇଛି ପୁରୁଣା ବର୍ଷ 2024। କେତେ ଦୁଃଖ କେତେ କଷ୍ଟର ସମ୍ମିଶ୍ରଣରେ 2024 ବର୍ଷ କଟିଯାଇଥିଲେ ମଧ୍ୟ ଅନେକ କିଛି ଅଭୁଲା ସ୍ମୃତି ଏବେ ବି ମନ ଭିତରେ ସ୍ପନ୍ଦନ ସୃଷ୍ଟି କରୁଛି। ଘଟଣା ଦୁର୍ଘଟଣା ପୃଷ୍ଠାଠାରୁ ଆରମ୍ଭ କରି ଖୁବ୍ ଶାନ୍ତିର ମୁରୁଜ ବୁଣି ଦେଇଥିବା 2024 ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନଟିଏ ନେଇସାରିଛି। ଅନେକ କିଛି ବିକାଶର ଛାପ ତିଆରି କରିଥିବା ବେଳେ ଅନେକ ପ୍ରକାର ନୂଆ ଭାବନା ସହିତ ସୁଖର ଦୁନିଆ ଅଜାଡ଼ି ଦେଇଛି। ସେହି 2024 ଆଜି ସବୁଦିନ ପାଇଁ ଆମ ପାଖରୁ ଛାଡ଼ି ଚାଲିଯାଇଛି ଅଫେରା ରାଇଜକୁ। ସେହି ଅଫେରା ରାଇଜରେ ସବୁଦିନ ପାଇଁ ବନ୍ଦୀ ହୋଇ ରହିଯିବ ପୁରୁଣା ବର୍ଷ 2024। ଆମ ଗହଣରେ ରଙ୍ଗର ପସରା ନେଇ ଫଗୁଣର ଫୁଲଦଳିରେ ସଜେଇ ହୋଇ ହସ ଖୁସି ଭରିଦେବା ପାଇଁ ଆସିଛି ନୂତନ ବର୍ଷ 2025। ଏହି 2025 ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଜନସାଧାରଣ ବିଭିନ୍ନ ଢଙ୍ଗରେ ସ୍ୱାଗତ ଜଣାଇଛନ୍ତି। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କେଉଁଠି ଭୋଜିଭାତର ଆସର ଜମିଛି ତ କେଉଁଠି ଆୟୋଜିତ ହୋଇଯାଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କିନ୍ତୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ନୂଆବର୍ଷ ଦିନ ଦେଖାଦେଇଛି ମନ୍ଦିରମାନଙ୍କରେ ଗହଳ ଚହଳ। ନୂତନ ବର୍ଷ 2025କୁ ଶୁଭେଚ୍ଛା ଜଣାଇବା ପାଇଁ ଜନସାଧାରଣ ମନ୍ଦିର ଯାଇଥିବା ବେଳେ ନୂତନ ବର୍ଷଟି ସମସ୍ତଙ୍କ ପାଇଁ ଶୁଭମୟ ହେଉ ସେଥିପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଏହି ନୂତନ ବର୍ଷରେ ମନ୍ଦିରରେ ଭିଡ଼ ଜମିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖୁସି ମନରେ ଏବଂ ଖୁବ୍ ଭକ୍ତି ଓ ବିଶ୍ୱାସରେ ମନ୍ଦିରରେ ନୂତନ ବର୍ଷର ପ୍ରାରମ୍ଭରେ ପୂଜା କରି ନୂତନ ବର୍ଷର ନୂତନ ଆଶା ସହିତ ଜୀବଜଗତର ସୁଖ ସମୃଦ୍ଧିରେ ଭରପୁର ହେବା ପାଇଁ ଭଗବାନଙ୍କ ପାଖରେ ଗୁହାରି ଜଣାଇଛନ୍ତି। ପୁରୁଣା ବର୍ଷ 2024ରେ ଅନେକ କିଛି ଭୁଲ ହୋଇଯାଇଛି। ଜାଣତରେ ହେଉ କି ଅଜାଣତରେ କିଛି ନା କିଛି ଦୋଷ ଭଗବାନ ପାଖରେ ମଧ୍ୟ କରାଯାଇଛି। ପୁରୁଣା ବର୍ଷର ସେହି ଦୋଷ ଆଉ ଭୁଲକୁ କ୍ଷମା ଦେଇ ନୂତନ ବର୍ଷରେ ଶାନ୍ତିର ବାତାବରଣ ମଧ୍ୟରେ ଜୀବଜଗତକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ। ଏ ବିଶ୍ୱାସ 2025 ଉପରେ ରହିଛି। ଖୁବ୍ ଆନନ୍ଦ ଉଲ୍ଲାସରେ ଭକ୍ତି ଓ ବିଶ୍ୱାସର ସହିତ ନୂତନ ବର୍ଷକୁ ଭରପୁର ସ୍ୱାଗତ ଜଣାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଶା ରହିଛି ଏହି 2025 ନୂଆବର୍ଷ ସମସ୍ତ ଜୀବଜଗତ ମୁହଁରେ ହସ ଫୁଟାଇବ ଆଉ ଭରିଦେବ ଅଦିନିଆ ଫଗୁଣର ଶାନ୍ତି ବାତାବରଣ ଆଉ ଉତ୍କଳ ଭୂଇଁରେ ବିଛେଇଦେବ ସୁନେଲି କିରଣର ଏକ ସୁଖ ସମୃଦ୍ଧିର ସମ୍ଭାର। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।